ଆମର ମା ଲକ୍ଷ୍ମୀ ଅନ୍ନପୂର୍ଣ୍ଣାକୁ ଛାଡ଼ିଦେଲେ ଯେକୌଣସି ଜିନିଷ ବି ଆମେ ରେଗୁଲାର ଯଦି 5 ଦିନ ଖାଇଦେଉଛେ ନା ତ ବିରକ୍ତ ନିଶ୍ଚୟ ଲାଗୁଛି। ଆପଣମାନେ ବି ଦେଖିକିରି ଜମା ବି ବିରକ୍ତ ହୁଅନ୍ତୁନି। ଆପଣମାନେ ଦେଖିକିରି ଭାବୁଥିବେ ଏଇଟା ତ ନର୍ମାଲ ଗହମ ଅଟାରୁ ଯେହେତୁ ରୁଟିଟି ହେଇଥିବ, କିନ୍ତୁ ଏଇଟା ନା ଗହମ ଅଟାରୁ ରୁଟି ହେଇଛି, ନା ଚାଉଳରୁ ହେଇଛି, ନା ମାଣ୍ଡିଆରୁ ହେଇଛି, ନା ବେସନରୁ ହେଇଛି। ତ କାହିଁରୁ ହେଇଛି ଆପଣମାନେ ଜଲ୍ଦି ଜଲ୍ଦି କମେଣ୍ଟରେ ନିହାତି ଲେଖନ୍ତୁ। ଆପଣ ତ ଡିଟେଲ ଦେଖିଲେ ନିହାତି ଜାଣିଯିବେ। ଗୋବରା ପେରି ଫୁଲୁଛି ଯେମିତି ଦେଖିବାକୁ ରୁଟି ଦେଖାଯାଉଛି ସେମିତି ଗ୍ୟାସରେ ଆପଣମାନେ ଅନ୍ କରିକି ସେକନ୍ତୁ କିମ୍ବା ତାୱାରେ ସେକନ୍ତୁ, ସେଇଟା ଆପଣ ଉପରେ ଡିପେଣ୍ଡ କରୁଛି। ଚାଲନ୍ତୁ ଆଉ ଡେରି ନ କରିକି କାହିଁରୁ କେମିତି ତିଆରି ହେଇଛି ଡିଟେଲ ରେସିପି ସେୟାର କରିବି। ତା ପୂର୍ବରୁ ଆପଣମାନେ ଦେଖନ୍ତୁ ପୁରା ରୁଟି ଭଳି ନୁହେଁ, ପୁରା ରୁଟି ଟାଇପ୍ର ବି ହେଇଛି। ତ ଦେଖନ୍ତୁ ମୁଁ ଆପଣଙ୍କୁ ଦୁଇ ପ୍ରକାର ଦେଖାଉଛି, ଯେହେତୁ ଗ୍ୟାସରେ ବସେଇକି ଦେଖେଇଲି ଗୋବରା ପେରି ଫୁଲୁଛି। ଜମା ବି ଆପଣମାନେ ଭାବନ୍ତୁନି ଖାଲି ଗ୍ୟାସରେ ବସେଇଲେ ହିଁ ହେବ, ତାୱାରେ ବି ଦେଖନ୍ତୁ ଗୋବରା ପେରି ହେଇଛି। ତ ଆଉ ଡେରି କରିବେ କି? ତ ଚାଲନ୍ତୁ ଆଉ ଡେରି ନ କରି ଫଟାଫଟ ଆଜିର ରେସିପିଟି ସେୟାର କରିନେଉଛି। ତ ମୋତେ ତ ଖୁସି ଯେମିତି ଲାଗୁଛି, ଖାଇବାକୁ ପୁରା ନରମ ଥିଲା। ଆପଣମାନେ ଛୋଟ ପିଲାମାନେ ବି ଯେହେତୁ ଇଜିଲି ଖାଇପାରିବେ, ଏଇଟା ଯେହେତୁ କେମିକାଲ ପ୍ରଡ଼କ୍ଟ ଜମା ବି ନାହିଁ। ତ ଚାଲନ୍ତୁ ଆଉ ଡେରି ନ କରି ଫଟାଫଟ ଯେହେତୁ ମୁଁ ଆରମ୍ଭ କରୁଛି। ତ ଦେଖିପାରୁଛନ୍ତି ପ୍ରଥମରେ ମୁଁ ନେଇଛି ସୁଜି। ସୁଜି 2 କଟୋରୀ ନେବେ। ସୁଜି 2 କଟୋରୀ ଦେଖନ୍ତୁ ଡିଟେଲ ତ ମେଜରମେଣ୍ଟ ଧ୍ୟାନ ଦେଇ ଦେଖନ୍ତୁ। 2 କଟୋରୀ ମୁଁ ନେଇଯାଇଛି ସୁଜି, 1 କଟୋରୀ ଯେହେତୁ ଏଠି ଚୂଡ଼ା ନେଇଛି। ତ ପୁଣି ଥରେ କହି ରଖୁଛି, ଯେକୌଣସି ଆପଣମାନେ କଟୋରୀ ନେବେ ଗୋଟିଏ କଟୋରୀ ନେଇଯିବେ। ସେଇ କଟୋରୀରେ ଆପଣମାନେ କମ୍ ଅଧିକ ଆପଣ ପରିବାର ଦେଖିକି କରିବେ। ମୁଁ 2 କଟୋରୀ ଦେଖନ୍ତୁ ସୁଜି ନେଇଯାଇଛି, 1 କଟୋରୀ ଦେଖନ୍ତୁ ଚୂଡ଼ା ନେଇଛି। ଆପଣଙ୍କୁ ପୁରା ଜୁମ୍ କରି ଦେଖାଉଛି, ପୁରା ଭରପୁର କରି ଚୂଡ଼ା ନେବେ। ଅଳ୍ପ କିଛି ଯଦି ଚାହୁଁଛନ୍ତି, ଯଦି ଚୂଡ଼ା କମ୍ ଅଛି ତ ଅଳ୍ପ କିଛି ନେଇପାରିବେ। ମୁଁ ଆଗକୁ ଆପଣଙ୍କୁ ଦେଖେଇବି। ତା ପୂର୍ବରୁ ଏଠି ଦେଖନ୍ତୁ ପାଣିରେ କିଛି ମେଜରମେଣ୍ଟ ନାହିଁ, କିନ୍ତୁ ପାଣିକି ଆପଣମାନେ ଫୁଟେଇକିରି ହିଁ ନେବେ। କାହିଁକି ନେବେ ଆପଣମାନେ ପୁରା ଭିଡ଼ିଓ ଦେଖିଲେ ହିଁ ଜାଣିବେ ନା। ମୁଁ ଯେହେତୁ ମଝିରେ ମଝିରେ ଆପଣଙ୍କୁ କହିବି। ତ ଚାଲନ୍ତୁ ଦେଖନ୍ତୁ ମୁଁ 1 କଟୋରୀ ଚୂଡ଼ା ନେଇଯାଇଥିଲି, ଅଳ୍ପ କିଛି ଯେହେତୁ ନେଇଛି, ମେଜରମେଣ୍ଟ କରିନି, ବାସ୍ ଅଳ୍ପ କିଛି ନେଇଛି। ଯଦି ଆପଣ ଚାହିଁବେ ତ ପରଫେକ୍ଟ ମାପରେ ହିଁ ନେବେ। ତ ଚାଲନ୍ତୁ, ମୋତେ ଚୂଡ଼ା ଟିକେ କମ୍ ଲାଗିଲା ତ ମୁଁ ଅଳ୍ପ କିଛି ନେଇଗଲି। ତାପରେ ଏଠି ମିକ୍ସଚର ଜାର୍ ପକାଇ ନେବା, ପୁରା ଫାଇନ୍ ପେଷ୍ଟ କରିନେବା ବିନା ପାଣି ସାହାଯ୍ୟରେ। ଯେମିତି ଆମେ ଫାଇନ୍ ମସଲା ପାଉଡ଼ର କରୁଛନ୍ତି ସେଇଭଳି ଟିକିଏ ବି ଦଦରା ଟାଇପ୍ର ରଖିବେ ନାହିଁ। ପୁରା ଚୂଡ଼ା ଦେଖନ୍ତୁ ଫାଇନ୍ ପାଉଡ଼ର ହେଇଯାଇଛି। ତ ଚାଲନ୍ତୁ ଏଠି ଫାଇନ୍ ପାଉଡ଼ର କରିନେଲି, ସେତିକି ଭିତରେ ଏକାନି ଦେଖନ୍ତୁ ପାଣି ପୁରା ଟକରମ କରି ଫୁଟିଯାଇଛି। ତାକୁ ଗ୍ୟାସ୍କୁ ବନ୍ଦ କରିନେବା। ଗ୍ୟାସ୍କୁ ବନ୍ଦ କରି ଏକାନି କଟୋରୀ ଯେହେତୁ କାଢ଼ିନେବା। ତାପରେ ଲୁଣ ଯେମିତି ଆମେ ଅଟାରେ ଚକୁଛନ୍ତି ସେଇଭଳି ଲୁଣ ଦେଇଦେବା। ତାପରେ ଏଇ ଫୁଟନ୍ତା ପାଣିରେ ଆମେ ଯେହେତୁ ପକାଇ ଚକୁଡ଼ିବା, ଧ୍ୟାନ ଦେବେ ଫୁଟନ୍ତା ପାଣିରେ ହାତ ଜମା ବି ମାରିବେନି। ତ ଏକାନି ସାଇଡ଼୍ ଦେଖନ୍ତୁ ପାଣି ପକାଇଛି, ସେକାନି ସାଇଡ଼୍ ଶୁଖିଲା ଅଛି। ତ ଅଳ୍ପ ଅଳ୍ପ କରି ଚକୁଡ଼ି ମାନେ ସେ ପାଣି ଗରମ ଥିବ ହିଁ ଆପଣ ଚକୁଡ଼ିବେ। ଯେତିକି ଆପଣ ବରଦାସ୍ତ କରିପାରିବେ ସେହି ଅନୁସାରେ ପାଣିକି ଥଣ୍ଡା କରିବେ। ବେଶୀ ବି ଥଣ୍ଡା କରିନେବେ, ବେଶୀ ଥଣ୍ଡା କଲେ ପାଣି ମାନେ ଅଟା ଚକୁଡ଼ି ହେଇପାରିବନି। ଆପଣଙ୍କ ଯେହେତୁ ଆପଣଙ୍କ ସାମଗ୍ରୀ ବେଷ୍ଟ ଯିବ। ତ ଏଇଟା ଧ୍ୟାନ ରଖିବେ, ଯେତିକି ଆପଣ ବରଦାସ୍ତ କରିପାରିବେ ସେହି ଅନୁସାରେ ଥଣ୍ଡା କରିନେବେ। ବାସ୍ ଏକାନି ଯେହେତୁ ଆପଣମାନେ ଚକୁଡ଼ିବେ। ତ ଚାଲନ୍ତୁ ଏକାନି ମୋ 2 ଝିଅ ଯେହେତୁ ଚିରି ପିଟାପିଟି ହେଉଛନ୍ତି, ମୋତେ ଯେହେତୁ ଆସିକିରି କହୁଛନ୍ତି ଦାଣ୍ଡ ଘରେ ବସିଛନ୍ତି। ତ ଦେଖିପାରୁଛ ନା, ଏବେ ଦେଖନ୍ତୁ ଚକୁଡ଼ିଆ ହିସାବରେ ହେଇ ଆସିଲାନି। ତ ଅଳ୍ପ ଅଳ୍ପ ପାଣି ପକାଇ ଚକୁଡ଼ିବେ, ଯେମିତି ଆମେ ଅଟା ଚକୁଛନ୍ତି ସେଇଭଳି ଚକୁଡ଼ି ହେବ। କିନ୍ତୁ ଡାଇରେକ୍ଟଲି ଏକା ସାଥିରେ ପକାଇବେନି। ଡାଇରେକ୍ଟଲି ଯେହେତୁ ଗରମ ପାଣି ଯୋଉକାନି ପକାଇଥିବେ ସେଇ ହାତ ମାନେ ସେଇଠି ଡାଇରେକ୍ଟଲି ହାତ ମାରିବେନି। ତ ଏସବୁକୁ ଧ୍ୟାନ ଟିକେ ଦେବେ। ତାପରେ ବାସ୍ ଅଟା ଯେମିତି ଚକୁଡ଼ିଲା ପରେ ଅଳ୍ପ ଅଳ୍ପ ଚକୁଡ଼ିବେ। ଚକୁଡ଼ି ପୁରା ମୁଁ ଯେମିତି କହିଥିଲି କାହାକୁ କିଏ କମ୍ ନାହିଁ। ସୁଜି ଚୂଡ଼ା ତ ଅଧିକ ମାତ୍ରାରେ ପାଣି ଝିକିବ, କିନ୍ତୁ ଆପଣମାନେ ଅଳ୍ପ ଅଳ୍ପ ହିଁ ଚକୁଡ଼ିବେ। ଅଧିକ ମାତ୍ରାରେ ପାଣି ଦେଲେ ପୁଣି ଅଧିକ ଗ୍ରାଇଣ୍ଡର କରିବାକୁ ପଡ଼ିବ, ପୁଣି ସେସବୁ ଜିନିଷଠୁ ମୁକ୍ତି ମିଳିବ। ଅଳ୍ପ ଅଳ୍ପ ପାଣି ଯେତେବେଳେ ନେବେ। ତ ଦେଖିପାରୁଛ ନା, ଦେଖନ୍ତୁ ମୁଁ କଥା କଥାରେ ଆପଣଙ୍କୁ କରିକି ଦେଖାଉଛି। ଦେଖନ୍ତୁ ଅଳ୍ପ ଅଳ୍ପ ପାଣି ଦେଇକି ଚକଉଛି। ଏକାନି ଚକୋଲା ଭିତରେ ସେକାନି ପାଣି ବି ଥଣ୍ଡା ହେଇଯିବ। ମାନେ ବେଶୀ ଯେଉଁ ଧୂଆଁ ଅଂଶ ପରି ପାଣି ଅଛି ନା, ତ ଟିକେ ଥଣ୍ଡା ହେଇଯିବ, ଏକାନି ଚକଡ଼ି ବି ହେଇଯିବ। ତ ବେଶୀ ଉତାବଳି ହେବ ଦରକାର ନାହିଁ। ଯେଉଁମାନେ ରେଗୁଲାର କଣ୍ଟିନ୍ୟୁ ଖାଉଛନ୍ତି ସନ୍ଧ୍ୟାବେଳ ଟାଇମ୍ରେ ରୁଟି, ତ ଏଇଭଳି ଥରେ ଟ୍ରାଏ କରନ୍ତୁ, କେମିତି ଲାଗିବ ନିହାତି ଆପଣ ମତାମତ ଜଣାଇବେ। ଯେତେବେଳେ ଖାଇକିରି ଟ୍ରାଏ କରିବେ, ଯେକୌଣସି ଜିନିଷ ବି ହଉ ନା କାହିଁକି, ଯଦି ନିଜ ଉପରେ ଟ୍ରାଏ ନ କରିବ, ପିନ୍ଧିବାରେ ହେଉ, ଲଗାଇବାରେ ହେଉ, ଖାଇବାରେ ହେଉ, ଯଦି ନିଜେ ଅନୁଭବ ନ କରିବ, ନିଜେ ଯଦି ଫିଲ୍ ନ କରିବେ ତ ଜାଣିବ କେମିତି। ତ ଅଳ୍ପ କିଛି ହେଉନା କାହିଁକି ଆପଣ ନିଶ୍ଚୟ କରିବେ। ତ ଚକୁଡ଼ି ସାରିଲା ପରେ ଦେଖନ୍ତୁ ମୁଁ ଆପଣଙ୍କୁ ଦେଖାଉଛି, ପାଣି ଏଠି କିଛି ମେଜରମେଣ୍ଟ ନାହିଁ କି ପାଣି ଅଧିକ ସରିବାର ନାହିଁ, ମାତ୍ର ଗରମ ପାଣି ନିହାତି ନେବେ। ତ ସେକାନି ଚକୁଡ଼ି 15 ମିନିଟ୍ ଛାଡ଼ି ନେବେ। 15 ମିନିଟ୍ ଛାଡ଼ିଲେ ଯେମିତି ମୁଁ କହିଥିଲି କାହାକୁ କିଏ କମ୍ ନୁହନ୍ତି। ତ ସୁଜି ଚୂଡ଼ା ତ ନିହାତି ପାଣି ଝିକିବ। ତ 15 ମିନିଟ୍ ଛାଡ଼ିନେଲେ ଏକ୍ସଟ୍ରା ପାଣି ଲାଗିବନି, ଏକ୍ସଟ୍ରା ଯେହେତୁ ଟିକେ ନରମ ହେବ। ତ ଚାଲନ୍ତୁ ତାକୁ ଚକୁଡ଼ି
ମୋଡ଼ି ସାରିଲା ରଖି ସାରିଲା ପରେ ଏକାନି ତାୱା ବସାଇ ନେଲେନି ଗରମ ହେବା ପାଇଁ। ପୁଣି ଥରେ ଟିକେ ଚକଡ଼ା ଚକଡ଼ି କରିନେବା। ପୁରା ଅଟା ପରି ଦେଖନ୍ତୁ ନରମ ହେଇଛି। ମୋର ହାତକୁ ଦେଖିକି ଆପଣ ଜାଣିପାରୁଥିବେ ପୁରା ଦେଖିପାରୁଛନ୍ତି ନା ପୁରା ନରମ ଅଛି। ତ ଚାଲନ୍ତୁ ତାପରେ ଯେମିତି ଆମେ ରୁଟି କରୁଛେ ସେଇଭଳି ଗୁଳା କରିନେବେ। ଗୁଳା କରି ଯେମିତି ମୁଁ ଆପଣଙ୍କୁ କହିଥିଲି କମ୍ ଅଧିକ ଆପଣଙ୍କ ଉପରେ ନିର୍ଭର ହେଉଛି। ଏଥିରେ ଖାଲି ଯେତିକି ନେବେ ଆପଣ ଘର ପାଇଁ କରିବେ ସେତିକି ଯେହେତୁ ମେଜରମେଣ୍ଟ କରିବେ। ତ ଚାଲନ୍ତୁ ଯେମିତି ଆମେ ରୁଟି ବେଲୁଛନ୍ତି ସେଇଭଳି ବେଲିବା। ଚୁନା ପକେଇରେ ବାସ୍ କିଛି ଆଇନେ ନାହିଁ, ଖାଲି ସୁଜି ଚୁଡ଼ାରୁ ହେଇଛି। ସୁଜି ଚୁଡ଼ାକୁ ମେଜରମେଣ୍ଟ କରିକିରି ଯେହେତୁ ନେବାକୁ ପଡ଼ୁଛି। ଚକୁଲାରୁ ଥଣ୍ଡା ପାଣି ଜମା ବ୍ୟବହାର କରିବେନି, ବାସ୍ ଗରମ ପାଣି ପକାଇ ଚକୁଡ଼ିବେ। ରୁଟି ଖାଇଲା ଭଳି ଲାଗିବ। ରୁଟି ଫୁଲିଲା ପରି ତ ଆପଣ ଦେଖିଲେ ରୁଟି ଫୁଲିବ। ରୁଟି ଯେମିତି ଦେଖନ୍ତୁ ନା ଜମା ଚିପକୁଛି ନା ଜମା ଭାଙ୍ଗୁଛି ନା ଜମା ଆପଣଙ୍କର ଯେହେତୁ ଡର ଭୟ ବି ରହୁଛି। ମୁଁ ଆପଣଙ୍କୁ ସବୁ କିଛି ସାମ୍ନାରେ ଦେଖାଉଛି, ଜମା ବି ଡରନ୍ତୁନି। ଯଦି ବି ଡର ଲାଗୁଛି ତ ଅଳ୍ପ କିଛି କରିକି ଦେଖନ୍ତୁ। ଯେମିତି କହିଥିଲି ନିଜେ ଯେତେବେଳେ ଫିଲ୍ କରିବେ ସେତେବେଳେ ଯେହେତୁ ଜାଣିବେ। ତ ଚାଲନ୍ତୁ ଏକାନି ଦେଖିପାରୁଛେ ନା ତାୱାରେ ବି ଦେଖନ୍ତୁ ଜମା ବି ଚିପକୁନି, ଆରାମସେ ଗିରିଗିରି କରି ବୁଲୁଛି। ତ ଏଇ ଗିରିଗିରି ଚକ୍କରରେ ଦେଖନ୍ତୁ ଗୋଟେ ସାଇଡ଼୍ ହେଇଯାଇଛି। ତ ଚାଲନ୍ତୁ ଆପଣ ମୁଁ ଯେମିତି କହିଥିଲି ତାୱାରେ ବି ସେକି ପାରିବେ, ନାହିଁ ଯଦି ଗ୍ୟାସ୍ ଉପରେ ଡାଇରେକ୍ଟ ଆପଣ ପକାଇ ସେକି ପାରିବେ। ତାୱାରେ ବି ଦେଖନ୍ତୁ ଗୁବାରା ପରି ଫୁଲିବ। ତ ଯେମିତି ଫୁଲିବ ଆପଣ ଯଦି ସେକା ରୁଟି ଖାଇବାକୁ ଚାହୁଁଛନ୍ତି ତ ସେକି ପାରିବେ, ନାହିଁ ଯଦି ଜଷ୍ଟ ଟିକେ ତେଲ ଯଦି ଲଗାଇବାକୁ ଚାହୁଁଛନ୍ତି ତ ଲଗାଇ ପାରିବେ। ମୁଁ ଏଠି ଯେହେତୁ ଆଳୁ ଟମାଟୋ ତରକାରୀ କରିଥିଲି ତ ମୁଁ ଯେହେତୁ ଆଉ ତେଲ ଲଗାଇନି, କାହିଁକିନା ସେକା ରୁଟି ତ ଗରମ ଗରମ ତରକାରୀ ଖାଇଲେ ଜବରଦସ୍ତ ଲାଗୁଛି। ତ ଦେଖନ୍ତୁ ପୁରା ସଫ୍ଟ ଅଛି, ତା ସହିତ ପୁରା ନରମ ଅଛି। ବୁଢ଼ାବୁଢ଼ୀ ଯେଉଁମାନଙ୍କ ଦାନ୍ତ ନାହିଁ ସେମାନେ ଆରାମସେ ଖାଇପାରିବେ, ଝିକିରେ କି ଟାଣ ହେବନି। ତ ଚାଲନ୍ତୁ ମୁଁ ଆପଣଙ୍କୁ ଯେହେତୁ ଭାଙ୍ଗିକିରି ଝିକିରି ବି ଦେଖାଇ ନେବି। ତ ଏଇ ରୁଟି ଭଳିଆ ଜିନିଷ ନା ଆରାମସେ ଆଳୁ ଟମାଟୋ ଝୋଳ ତରକାରୀଟି ବେଷ୍ଟ ରହୁଛି। ତା ସହିତରେ କିଛି ଫ୍ରୁଟ୍ସ ନେଇଯିବେ। ଆପଣ ଯେକୌଣସି ଫ୍ରୁଟ୍ସ ହେଉନା କାହିଁକି କଦଳୀ, ଏପୁଲ, ଡାଳିମ୍ବ, ଆତ ଯେଉଁ ଭଳି ଆପଣ ଖାଇପାରିବେ। ତ ଚାଲନ୍ତୁ ଏତେ ତ ଆମର ହେଇଯାଇଛି ଅଲରେଡ଼ି ରେଡ଼ି। ଆଉ ଡେରି ନ କରିକିରି ପୁଣି ଥରେ ଆପଣଙ୍କୁ ଦେଖାଇ ନେଉଛି। ଦେଖନ୍ତୁ ପୁରା ସଫ୍ଟ ଅଛି, ତା ସହିତ ଦେଖନ୍ତୁ ଆଗ ପଛ କରି ଦେଖାଉଛି, ଜମା ଡରନ୍ତୁନି। ଦେଖନ୍ତୁ ଝିକିଲେ ଯେମିତି ନଭର ପରି ଝିକିବନି, ପୁରା ରୁଟି ଭଳି ଝିକି ହେଉଛି। ଦେଖିପାରୁଛି ନା ପୁରା ପରଫେକ୍ଟ ଅଛି। ଖାଲି ଅଟା ବଦଳି ଏଠି ସୁଜି ଚୁଡ଼ା ଯେହେତୁ ଲାଗିଛି। ଦେଖନ୍ତୁ ମୁଁ ଆପଣଙ୍କୁ ଦେଖାଇ ନେଲି। ତ ହଁ ଏଠି ବିଦାୟ ନେଉଛି। ନେକ୍ସଟ ଭିଡ଼ିଓ କିଛି ନୂଆ ନେଇକି ଆସି ସେ ବି ଅପେକ୍ଷା କରି ବସିଥାନ୍ତୁ। ବହୁତ ମୋତେ ସେୟାର କରନ୍ତୁ। ବାଏ।